ଏବେ ଯୋଉ ରାତି 11ଟା 12ଟା ବେଳେ ବାହା ଛାଟିକି ଘରକୁ ଆସୁଛୁ ଷଣ୍ଢ ଭଳିଆ ସେତେବେଳେ ରାତି 10ଟା ବେଳକୁ ଘରକୁ ଏଣ୍ଟ୍ରି କରିବୁ ସ୍ତ୍ରୀ କହିବ ପାଟି ଶୁଙ୍ଗା ମଦ ପିଇକି ଆଇଛୁ କି ନାହିଁ ତତେ ନାଗିବ ସାରା ଯେମିତି ମୁଁ କମ୍ପାନୀରେ ଚାକିରି କରିଛି ଆଇଡେଣ୍ଟି କାର୍ଡ ଦେଖେଇକି ଯିବି ଟିପ ମାରିକି ଯିବି ତ ପାଟି ଶୁଙ୍ଗେଇକି ଯିବି କଣ ବେ ମୋ କଥା ମାନେ ବାହା ହୋ ନାହିଁ ବାହା ହୋ ନାହିଁ ବାହାଘର ଆଗରୁ ସମସ୍ତେ ବୁଝେଇବେ ତତେ ତ ସାଙ୍ଗମାନେ କହୁଥିବେ ବାହା ହେଇଯା ଜୀବନରେ ସୁଧାର ପଳେଇ ଆସିବ ଘରକୁ ଏଣ୍ଟ୍ରି କରୁ କରୁ ସାଙ୍ଗେ ସାଙ୍ଗେ ସ୍ତ୍ରୀ ହସିଦବ ତ ଦିନ ଯାକର ପରିଶ୍ରମ ଗୁଡା କୁଆଡେ ପଳେଇବ ତାପରେ ବାହା ହେଲା ପରେ କଣ ହବ କହିବୁ 6 ମାସ ଖଣ୍ଡେ ଯାଇଥିବନି ଘର କବାଟ ଖୋଲିବୁ ସ୍ତ୍ରୀ ଆସିକି କହିବ ଏଇ ସେ ଝିଅର ମ୍ୟାଗି ସରିଯାଇଛି ଆଣିଛ ପୁଅର ବହି କାହିଁ ୟାର ଖାତା ଚିରି ଯାଇଛି ତାର ସେତେବେଳକୁ ତତେ ନାଗିବ ଯେ ଏଗୁଡା ତାର ହସନା ବିଷୟ ବୁଝିପାରୁଛୁ ନା ନାଇଁ ମୋ କଥା ମାନ ସବୁବେଳେ ଗୋଟେ କଥା ମନେ ରଖିବୁ ବାହା ହେଲା ପର୍ଯ୍ୟନ୍ତ ଝିଅଙ୍କର ଟେନସନ ଥାଏ ସବୁବେଳେ ଦେଖିବୁ ମୁହଁ ଶୁକେଇକି ବୁଲୁଥିବେ ମୁହଁ ଝୁଲେଇକି ବୁଲୁଥିବେ ବାହା ହେଇଗଲା ପରେ ଟେନସନ ଟ୍ରାନ୍ସଫର ସ୍ୱାମୀ ପାଖକୁ ମୂର୍ଖ ବାହାଘର ବେଳେ ଝିଅ ଗୁଡା କାନ୍ଦନ୍ତି କାହିଁକି ଜାଣିଛୁ କହିଲୁ ଦେଖିଆ କାହିଁକି କାନ୍ଦନ୍ତି ବେ ସେଇଟା ହଉଛି ତାଙ୍କ ଜୀବନର ଶେଷ କାନ୍ଦ ତାପର ପାଖରୁ ଜୀବନ ଯାକ ତାଙ୍କ ସ୍ୱାମୀ କାନ୍ଦ